ମାସର ଶୁକ୍ରବାର ଆଜି ମହାଦେବ ଓ ମା ପାର୍ବତୀଙ୍କର ଆଶୀର୍ବାଦ ମିଳୁ ସବୁଙ୍କ ଘରେ ଶାନ୍ତି ଓ ସୁଖ ରହୁ ମନ ଶାନ୍ତି ଓ ଭକ୍ତିର ଭାବେ ଭରିଯାଏ। ସକାଳର ପବନ ମିଠା ସୂର୍ଯ୍ୟ କିରଣ ଫ୍ରାଇଡେ ମନେ ହେଉଛି ଅଳ୍ପ ଭିନ୍ନ ଆଭା ନୂଆ ସକାଳର ନୂଆ ଶକ୍ତି ସପ୍ତାହର ଶେଷ ଦିନ କିନ୍ତୁ ସପ୍ତାହର ଆରମ୍ଭ ଏକ ନୂଆ ଆଶା। ଜଗନ୍ନାଥ ସାଙ୍ଗମାନେ ଚାଲନ୍ତୁ ଆଜିର ଭିଡିଓଟି ଷ୍ଟାର୍ଟ କରିବା। ପ୍ରଥମେ ବସେଇ ଦେଇଥିଲି ଚାହା ଓ ତା ସହିତ ଥିଲା ଗରମ ପାଣି। ମାନେ ଝିଅ ପାଇଁ ବସେଇ ଦେଇଥିଲି ପ୍ରଥମେ ଗରମ ପାଣି। ତାପରେ ସରିଯାଇଥିଲା ପୂଜା ସାରି ସାରିଲା ପରେ ଏଠି ପଳେଇ ଆସିଥିଲି କରିବାକୁ ପେଟ ପୂଜା। ବସେଇ ଦେଇଥିଲି ଚୁଡ଼ା ସନ୍ତୁଳା ସହିତ ଥିଲା ଡାଲମା ଆଉ ତାହା ସହିତ ଥିଲା ପରଟା। ସମସ୍ତଙ୍କୁ ଦେଇ ସାରିଲା ପରେ ଖାଇବା ମୁଁ ମଧ୍ୟ ଖାଇ ଦେଇଥିଲି। ଖାଇସାରିଲା ପରେ ଏଠି ପ୍ରଥମେ ବସେଇ ଦେଇଥିଲି ଭାତ ଆଉ ଡାଲି। ସାରି ସାରିଲା ପରେ ବାହାରି ପଡିଥିଲି ମାର୍କେଟ। ଏଠି ରେଡି ହେଇକି ବାହାରିକି ପଳେଇ ଯାଇଥିଲି ମାର୍କେଟରୁ ମୋର କିଛି ସପିଂ କରିବାର ଥିଲା। ପ୍ରଥମେ ପହଞ୍ଚି ଯାଇଥିଲି ପାର୍ଲର। ମତେ ଆଇବ୍ରୋ ସେଭ୍ କରିବାର ଥିଲା। ଆଇବ୍ରୋ ସେଭ୍ କରିସାରିଲା ପରେ ସ୍ୱାମୀ ସ୍ତ୍ରୀ ବାହାରି ପଡିଥିଲୁ ମାର୍କେଟ ବିଲ୍ଡିଂ। ମାର୍କେଟ ବିଲ୍ଡିଂର ରଙ୍ଗ ହସ ଓ ପ୍ରତ୍ୟେକ ଗଳିର ଏକ ନୂଆ କାହାଣୀ। ଚାଲିଲୁ ମାର୍କେଟ ବିଲ୍ଡିଂ ଘୁରିବାକୁ ଲୋକ ଆଲୋକ ଓ ଖାଦ୍ୟର ମଜା। ମାର୍କେଟ ବିଲ୍ଡିଂ ଖାଦ୍ୟ ସପିଂ ଓ ଫନ୍। ଏଠି ଗୋଲଗପ୍ପାଠୁ ଆରମ୍ଭ କରି ଆଇସ୍କ୍ରିମ ପର୍ଯ୍ୟନ୍ତ ସବୁ କିଛି ମିଳିଥାଏ। ମୁଁ ପ୍ରଥମେ ଆଇସ୍କ୍ରିମ ଷ୍ଟାର୍ଟ କରିଥିଲି। ତାପରେ ଏଠି ପହଞ୍ଚି ଯାଇଥିଲି ମୋ ପାଇଁ ନାଇଟ୍ କିଣିବା ପାଇଁ। ତାପରେ ଏଠି ପହଞ୍ଚି ଯାଇଥିଲୁ ମୋ ପାଇଁ ଡ୍ରେସ୍ ନେଇ ଯାଇଥିଲି। ଆଉ ଏଠି ବ୍ଲାଉଜ କିଣିବାର ଥିଲା। ବ୍ଲାଉଜ ଦୋକାନରେ ପହଞ୍ଚି ବ୍ଲାଉଜ କିଣି ଦେଇଥିଲୁ। ତାପରେ ଏଠି ପହଞ୍ଚି ଯାଇଥିଲି ମୋ ଝିଅ ପାଇଁ ଡ୍ରେସ୍ କିଣିବା ପାଇଁ। ଏଠି ଡ୍ରେସ୍ କିଣି ଦେଇଥିଲୁ। କିଣି ସାରିଲା ପରେ ମୁଁ ଚୁନି କିଣି ଦେଇଥିଲି। ତାପରେ ଏଠି ବହୁତ ଜୋରରେ ଭୋକ ଲାଗିଥିଲା ସେଥିପାଇଁ ଗୋଲଗପ୍ପା ଖାଇ ଦେଇଥିଲି ମାନେ ପ୍ଲେଟ୍ ଗୁପଚୁପ୍। ଖାଇସାରିକି ମନ ଶାନ୍ତି ହେଇଗଲା ପରେ ବାହାରି ପଡିଥିଲି ଆଉ କିଛି ସପିଂ କରିବାର ଥିଲା। ଏଠି ମୋ ଝିଅର ଡେଲି ୟୁଜ୍ ପାଇଁ କିଛି କପଡା ଦେଖି ଦେଇଥିଲି। ମାନେ ଡ୍ରେସ୍ କିଣି ଦେଇଥିଲି। କିଣି ସାରିଲା ପରେ ମୋର ବି କିଛି ଟପ୍ ନବାର ଥିଲା ନେଇଯାଇଥିଲି। ସପିଂ ଟାଇମ୍ କିଣିବା ଠାରୁ ଅଧିକ ମଜା ଘୁରିବାରେ। ବ୍ୟାଗ୍ ହାତରେ ହସ ମୁହଁରେ ଆଜି ସପିଂ ମୁଡ୍ ପୁରା ଅନ୍। ମାର୍କେଟ ବିଲ୍ଡିଂ ର ସପିଂ ର ମଜା କିଛି ଅଲଗା। କିଣାକିଣି ସରିଲା ପରେ ଆମ ଗାଡିଟି ସିଧା ବୁଲିକି ପଳେଇ ଆସିଥିଲୁ ଘରକୁ। ଆସି ସାରିଲା ପରେ ଆଜିର ଲଞ୍ଚ ର ମେନୁ କଣ ଅଛି ଆପଣମାନଙ୍କୁ ଦେଖେଇ ଦଉଛି। ପ୍ରଥମେ ଅଛି ଉଷୁନା ଭାତ ଆଉ ତା ସହିତ ଅଛି ଦେଶୀ ମୁଗ ଡାଲି ଆଉ ଏଟା ରସୁଣ ଛୁଙ୍କ ଦିଆ ହେଇଛି। ରସୁଣ ଲଙ୍କା ଫୁଟଣ ଦେଇକି ଛୁଙ୍କ ଦିଆ ହେଇଛି। ଆଉ ତା ସହିତ ମା ବନେଇଥିଲେ ବେସନକୁ ଛାଣିକି ଏମିତି ପକୋଡା କରିକି ପକୋଡା ତରକାରୀ। ଆଉ ତା ସହିତ ଥିଲା କଖାରୁ ରାଇ କ୍ଷୀର ଦିଆ ହେଇକି ରସୁଣ ଛୁଙ୍କା ଦିଆ ହେଇଥିଲା। ଆଉ ତା ସହିତ ଥିଲା ମା ବନେଇଥିଲେ ଶାଗ ଆଉ ମୁଗ ଡାଲି ଦେଇକି ତରକାରୀ। ଆଉ ଖାଇସାରିଲା ପରେ ଏଠି ମୁଁ ମୋର କ୍ରାଫ୍ଟରେ ବସି ପଡିଥିଲି। ଆଜି କ୍ରାଫ୍ଟ ଥିଲା ହେୟାର ବ୍ୟାଣ୍ଡ। ଏଠି ଝିଅକୁ ଲଗେଇ ଟିକେ ଫଟୋ ସୁଟ୍ କରିଦେଇଥିଲି। ଦେଖୁନାହାନ୍ତି କେମିତି ଅନଉଛି। ଝିଅ ହେୟାର ବ୍ୟାଣ୍ଡ ଦେଖେଇଲୁ ଦେଖୁଛି ମତେ। ତାପରେ ଇଭିନିଂ ଯାଇଥିଲା ବସେଇ ଦେଇଥିଲି ଇଭିନିଂ ର ଚାହା ତା ସହିତ ଗରମ ପାଣି। ଏଠି ସନ୍ଧ୍ୟା ହେଇଥିଲା ସନ୍ଧ୍ୟା ଦେଇ ଦେଇଥିଲି। ସନ୍ଧ୍ୟା ଦେଇ ସାରିଲା ପରେ ବହି ପଢିକି ବାସନ ମଜା ଘର ଠାକୁର ଘର ପୋଛା କରିସାରିଲା ପରେ ଏଠି ଟିକେ ଛାତ ଉପରେ ବୁଲି ପଡିଲି। ଏଠି ଭିଉ ଦେଖେଇ ଦଉଛି ଆପଣ ମାନଙ୍କୁ। ତାପରେ ତଳକୁ ଆସି ଦେଖିଲା ବେଳକୁ ମା ସେଉ ଛାଣି ଦେଇଥିଲେ। ତାକୁ ଦେଖି ମୋ ମନ ତ ଭାରି ଖୁସି ଆଉ ଏଇଟା ସେଥିରୁ ଖାଇ ଦେଇଥିଲି। ଖାଇସାରିଲା ପରେ ତାକୁ ଏମିତି କଣ୍ଟେନରରେ ଭରି କରିକି ରଖିଦେଇଥିଲି। ତାପରେ ଦଳି ଦେଇଥିଲି ଅଟା ଦଳି ସାରିଲା ପରେ କିଛି ରୋଷେଇ ନଥିଲା କାରଣ ଦିପହରର କିଛି ଡାଲି ଆଉ ତରକାରୀ ଆଉ କଖାରୁ ରାଇ ବଞ୍ଚି ଯାଇଥିଲା। କ୍ଷୀର ପିଇ ଦେଇଥିଲି। ଭିଡିଓ ଏତିକି ରହିଲା। ନମସ୍କାର ଜୟ ଜଗନ୍ନାଥ ଶୁଭରାତ୍ରି।